जी बिल्कुल। नमस्कार लेटुन साहू। नमस्कार। बहुत बहुत शुक्रिया आपका हमारे एसके आसिफ अली इंस्टाग्राम लाइव शो पे एपिसोड नंबर 2 पर आप जुड़े हैं। तो फिलहाल आपको कैसा फील हो रहा है कि आज इतना इम्पोर्टेंट चैप्टर को लेकर हमारे साथ में आप जुड़ने का इरादा बनाए हैं? तो लिटुन साहू के मुंह जबानी सुनना चाहेंगे। लिटुन साहू, आप पहले कैसे हैं बताइए। ठीक ठाक अच्छी। ଯଦି ଠାକୁରଙ୍କ ଯଦି ଦୟାରୁ କିଛି ସବୁ ପ୍ରୋବ୍ଲେମ ଠିକ ଅଛି ଠାକ ହିନ୍ଦୀ ଚାଲିଛି। ହିନ୍ଦୀ ହିନ୍ଦୀ କ୍ୱେଶ୍ଚିନ୍ ଆନ୍ସର ଯଦି କିଛି ପ୍ରୋବ୍ଲେମ ହଉଛି ତାହେଲେ ମୁଁ ଓଡିଆରେ କ୍ୱେଶ୍ଚିନ୍ କରିପାରିବି, କଥା ହେଇପାରିବା ଓଡିଆରେ। ଦେନ୍ ମୁଁ ଗୋଟେ କ୍ୱେଶ୍ଚିନ୍ ପ୍ରଥମେ ପଚାରିବାକୁ ଚାହୁଁଛି। ତାହେଲେ ଯୋଉ ସଦସ୍ୟକୁ ଆପଣ ମାନେ ଏବେ ଦେଖୁଛନ୍ତି, ଯୋଉ ଚେହେରାକୁ ଦେଖୁଛନ୍ତି, ସେ ଆଉ କେହି ନୁହନ୍ତି, ସେ ଲିଟୁନ ସାହୁ। ନିଶ୍ଚିତ ରୂପରେ ୟୁନିଟ୍ 9 ଭୁବନେଶ୍ୱରର ଗୋଟେ ସୁନ୍ଦର ଅଲରାଉଣ୍ଡର, ଅଲ୍ ଓଡିଶା ଫର୍ମାଟର ଏକ୍ସପିରିଏନ୍ସ ମଧ୍ୟ ରହିଛି। ତାହେଲେ ଏବେ ଆମେ ଜାଣିବୁ ଲିଟୁନ ସାହୁ ପ୍ରଥମେ ନିଜର ଘର କୋଉଠି ରହିଛି ଏବଂ କ୍ରିକେଟ କ୍ୟାରିୟର ପାଇଁ କୋଉ ହିସାବରେ ଆପଣ ପ୍ରଥମେ ୟୁନିଟ୍ 9 କୁ ଜଏନ୍ କରିଥିଲେ, କେବେଠୁ ଜଏନ୍ କରିଥିଲେ? ମୁଁ ବାଳକାଟିରେ ରହୁଛି। ଭୁବନେଶ୍ୱରଠୁ ପ୍ରାୟ 5-7 କିଲୋମିଟର ହବ। ବାଳକାଟି ଆଜ୍ଞା ଏରିଆ, ବାଳକାଟିରେ ରହୁଛି। ମୋର ନିଜ ଘର ସେଇଠି। ଆଉ ୟୁନିଟ୍ 9 ରେ ମୁଁ ଏଇ ଗୋଟିଏ ବର୍ଷ ହେଲା ଜଏନ୍ କଲି। ପୂର୍ବ ସିଜନରେ ଖେଳିଲି। ପୂର୍ବ ସିଜନରେ ଗୋଟେ କାକଟପୁରରେ ମ୍ୟାଚ୍ ହଉଥିଲା, ଲୁଲୁ ସହିତ ଆମେ ମିଶିକି ଖେଳୁଥିଲୁ। ସେଇଠି ଆଜ୍ଞା ମୋ ବୋଲିଂ ଦେଖିକି ଲୁଲୁ ସ୍ୱାଇଁ ମତେ ଫାର୍ଷ୍ଟ ଟାଇମ୍ କହିଥିଲା ଯେ ଆସେ ଆମ ୟୁନିଟ୍ 9 ପରେ ଖେଳିବୁ। ଆଉ ମତେ ଫାର୍ଷ୍ଟ ଚାନ୍ସ ଦେଇଥିଲେ ଭୁବନେଶ୍ୱରର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟରେ, ଖଣ୍ଡଗିରି ଜାଗମରାରେ। ଆଜ୍ଞା। ସେଇଠି ମୁଁ ଫାର୍ଷ୍ଟ ୟୁନିଟ୍ 9 ପରେ ଖେଳିଥିଲି। ସେଠି ବି ବେଷ୍ଟ ବୋଲର ହେଇଥିଲି। ସେଇଠୁ ମୋ ୟୁନିଟ୍ 9 ପରେ ଖେଳିବା ଆରମ୍ଭ କଲି। जी बिल्कुल। बहुत बहुत शुक्रिया। पहली बार जब यूनिट 9 का दोहरा था आपको, पहले आप अपनी सारी चीज को आप पीछे रख दीजिए। पहले आप फोकस करिए कि आपका स्माइल जो है, स्माइल का राज क्या है, पहले बताइए। चेहरे में जो स्माइल है आपका। ନାଇଁ ନାଇଁ, ସମସ୍ତେ ସବୁବେଳେ ହସିବା ଦରକାର, ଖୁସିରେ ରହିବା ଦରକାର। थैंक यू हमारे साथ में जुड़ने के लिए। चलिए, ज्यादातर हम और वक्त नहीं लेंगे तो हमारा मेन मुद्दे पे आते हैं। जिस चीज के लिए आपको बुलाया गया है, वाकई में आज लिटुन साहू, आपका क्रिकेटिंग कैरियर कब से शुरू हुआ था? जब आप बचपन में जब पहली बार आपने बल्ला पकड़ा था, जब गेंद पकड़ा था, तो आपका दोहरा किस तरह रहा था? आपके मम्मी पापा ने क्या क्रिकेट को पहले खेलने के प्रति रोका होगा, या बहुत सारा स्ट्रगल करना पड़ा होगा, जिसके चलते आज हम एक बहुत खूबसूरत ऑलराउंडर को पाए हैं उड़ीसा टेनिस क्रिकेट के? तो अपना करियर जो स्टार्ट हुआ था, यानी बचपन से लेकर आज तक का, वो सफर को थोड़ा बताना चाहेंगे। बहुत सारा और ମୁଁ भी स्पोर्ट्स, बहुत सारा स्पोर्ट्स रहा था, जैसे कि फुटबॉल है, और भी बहुत सारा चीज रहा था। तो उसमें से क्यों आपने क्रिकेट को चुना था पहले? ବହୁତ ମୁଁ ଜାଣିନଥିଲି ସେତେବେଳେ ଏତେ ସାରା ଟେକ୍ନିକ ମୁଁ ନଥିଲା। କ୍ଷମା କ୍ଷମା ଚାହିଁବି ମୁଁ ଆଉ ଥରେ ରିପିଟ ଟିକେ କରିବେ, କାହିଁକି ନା ଆପଣଙ୍କର ନେଟୱାର୍କ ଟିକେ ବୋଧେ ଇସ୍ୟୁ ହଉଛି। ଦେନ୍ ଆଉ ଥରେ ଟିକେ ରିପିଟ କରିବେ ସେ ଆନ୍ସର ଟାକୁ। ମୁଁ 4th-5th କ୍ଲାସରୁ କ୍ରିକେଟ ଖେଳିବା ଆରମ୍ଭ କରିଛି। ଆଜ୍ଞା ଆଉ ଆଉ କ୍ରିକେଟ ତ ଜାଣିଥିବେ, କ୍ରିକେଟ ହଉଛି ଆମ ଗୋଟେ ସବୁଠାରୁ ଲୋକପ୍ରିୟତା ଖେଳ। ଛୋଟଠୁ ଆଜ୍ଞା ବଡ ବୁଢା ଯାଏଁ ବି ସମସ୍ତେ ଖେଳିବାକୁ କ୍ରିକେଟ ଭଲ ପାଆନ୍ତି। ଆଜ୍ଞା ଆଉ 4th-5th କ୍ଲାସରୁ ମୁଁ ଖେଳିବା ଆରମ୍ଭ କରିଛି। ଆଉ ଖେଳ ପାଇଁ ବି ଗାଳି ଗୁଲଜ ତ ଏଇଟା ସମସ୍ତେ ଶୁଣିଥିବେ, ଆପଣ ଜାଣିଥିବେ। ଘରେ କେବେ ବି ରାଜି ହୁଅନ୍ତିନି କି ଆମ ପିଲା ପାଠ ପଢା ଛାଡି ଖେଳୁ କି କିଛି ଅଲଗା କରୁ। ସେଥିପାଇଁ ନିଶ୍ଚିନ୍ତ। ବହୁତ ବି ଗାଳି ଶୁଣିବାକୁ ପଡିଛି। ଇଭିନ୍ ମୁଁ ସ୍କୁଲ ଟିଉସନ ବି ବନ୍ଦ କରିଛି ଖେଳିବା ପାଇଁ। ତାହେଲେ ପ୍ରଥମ ଯେତେବେଳେ କ୍ରିକେଟ ନିଜ ଲାଇଫରେ ପ୍ରଥମ ମ୍ୟାଚ ଯେତେବେଳେ ଖେଳିଥିଲେ, ପ୍ରଥମ ଅଲ୍ ଓଡିଶା ଫର୍ମାଟ ରହିଥିଲା, ଯୋଉ ଗଲି କ୍ରିକେଟରେ ଅଲ୍ ଓଡିଶା ଫର୍ମାଟ ରହିଥିଲା, ସେ କୋଉ ଟିମ୍ ସହିତ ଖେଳିଥିଲେ ପ୍ରଥମେ? ପ୍ରଥମ ମ୍ୟାଚ ଆପଣଙ୍କ ସେତେବେଳେ ତ କ୍ୟାରିୟରର? ସେତେବେଳେ ତ ଲାଇଭ ହଉନଥିଲା। ଆଉ ମୁଁ ନିଶ୍ଚିନ୍ତ। ଯେତେବେଳେ ଖେଳିଲି, ମତେ ଫାଷ୍ଟ ଆମ ଘର ପାଖର ଭାଇ ଜଣେ ଅଜିତ ଭାଇ, ସିଏ ମତେ ନେଇକି ଗୋଟେ ପିପିଲ ପଦା ପଡିଆରେ ଯୋଉଠି ଗ୍ରାଉଣ୍ଡ ସଟ୍ ନାଇଟ୍ ହୁଏ, ନିଶ୍ଚିନ୍ତ ଆଜ୍ଞା। ସେଠି ମାଟି ପିଚ୍ ଥିଲା ସେତେବେଳେ। ସେଠି
ଫାଷ୍ଟ ମତେ ନେଇ ଖେଳେଇଥିଲେ ଗୋଟେ ମାନେ ସେଇଟା ଅଲ ଓଡିଶା ଫର୍ମାଟ ଗୋଟେ ଟୁର୍ଣ୍ଣାମେଣ୍ଟ ହଉଥିଲା ସେଠି। ଆଜ୍ଞା। ସେଇଠି ଫାଷ୍ଟ ଖେଳିଥିଲି ପୁଅ ଭାଇ ଏରିକାକୁ ଏଗ୍ରେଷ୍ଟ ରେ। ମୁଁ ବି ବହୁତ ସେ ଫାଷ୍ଟ ମ୍ୟାଚ୍ ରେ ବହୁତ ନର୍ଭସ ବି ଥିଲି, ଗୋଟେ ଓଭରରେ 3ଟା ଛକା ବି ଖାଇଥିଲି। ଆଚ୍ଛା ଆଚ୍ଛା। ତାହେଲେ ପ୍ରଥମ ମ୍ୟାଚ୍ ରେ ଯେତେବେଳେ ବୋଲିଂ ପକଉଥିଲେ ସେତେବେଳେ ନିଶ୍ଚିତ ରୂପରେ ଗୋଟେ ନର୍ଭସ ଫିଲ୍ ହଉଥିବ। ସେ ଷ୍ଟାର୍ଟିଂ କ୍ୟାରିୟରରେ ଗୋଟେ ଅଲଗା ପ୍ରକାର ସେ ମେଣ୍ଟାଲିଟି ସେଟ୍ ହେଇଥିବ, କାହିଁକି ନା ନିଶ୍ଚିତ ରୂପରେ ଗୋଟେ ପ୍ରେସର ଗୋଟେ ଆସେ, ସେ ପ୍ରେସର ମଧ୍ୟ ରହିଥିବ। ଦେନ୍ ପ୍ରଥମ ମ୍ୟାଚ୍ ରେ କଣ ବ୍ୟାଟିଂ ମିଳିଥିଲା ଲିଟୁନ ସାହୁକୁ ଆମେ ଜାଣିବାକୁ ଚାହିଁବୁ। ନାଇଁ, ସେତେବେଳେ ଫାଷ୍ଟ ମୁଁ ଯେତେବେଳେ ଖେଳିଲି ଫାଷ୍ଟ କେବଳ ବୋଲିଂ ପାଇଁ ହିଁ ଖେଳିଥିଲି। ଆଜ୍ଞା। तो पिपली पदा पड़िया ने गोटे मेमोरेबल मैच निश्चित रूप से सदाबड़े लिटुन साहूंकर गोटे मेमोरेबल मैच रही निज जीवन में प्रथम मैच ऑल ओडिशा फॉर्मेट रे खेलिथिले एवं प्रथम जेते बेडे निश्चित रूप से गोटे ऑल ओडिशा फॉर्मेट रे वो ऑलराउंडर रूप से गोटे परिणत होइछंती। देन तार गोटे निश्चित किसी न किसी कारण थबो, ताले बॉलिंग प्रथमे चूज करथिले ना प्रथमे बैटिंग चूज करथिले। प्रथमे प्रथमे ମୁଁ ବୋଲିଂ ହିଁ ଚୁଜ କରିଥିଲି। ସେତେବେଳେ ଗୋଟେ ଗୁରୁବାର ଥିଲା ଚେଞ୍ଜ ଅଫ ପେସ୍ ବଲ୍। निश्चिंत ସେଇ ସ୍ଲୋଅର ବଲ ରୁ ମୁଁ ବୋଲିଂ ଶିଖିଥିଲି। ଫାଷ୍ଟ ଅଫକଟରେ ହିଁ ଶିଖିଥିଲି, ଅଫକଟରୁ ଲେକଟର ଶିଖିଥିଲି। ताले लिटुन साहू प्रथमे लेग कटर जो ट्रेनिंग निश्चित रूप से कहा कतुरु से गुरु को आपण फॉलो करथिले। निश्चित रूप से जणे के न के थेबे जाको आपण फॉलो करथेबे, देन ताकू देखि इंस्पायर हे कि एबे निश्चित रूप से ओडिशा टेनिस क्रिकेट गोटे इन आउट बॉलिंग पकेया पई गोटे बहुत सुंदर बॉलर हमको मिली छि आज। ସେତେବେଳେ ତ ସେମିତି ମୁଁ କାହାକୁ ଚିହ୍ନି ନଥିଲି। ଆମ ଘର ପାଖରେ ଟୁର୍ଣ୍ଣାମେଣ୍ଟ ହୁଏ ଘର ପାଖ ପଡିଆରେ। ସେତେବେଳେ ସାଇ ଇଲେଭେନ ଟିମ୍ ଥିଲା। ସେଇ ଟିମ ର ସମସ୍ତେ କୁହନ୍ତି କି ପପୁ ଭାଇ ସେତେବେଳେ ଫିଙ୍ଗର ରେ ବଲ ପକାନ୍ତି, ଆଉ ସେ ଟର୍ନ ବି କେହି ବୁଝିପାରନ୍ତିନି। जी ନାଇଁ ତ ଆମେ ମୋ ସାଙ୍ଗ 2-3 ଜଣ ଯାଇକି ମିଶିକି ତାଙ୍କୁ ପଚାରି ବି ଥିଲୁ କେମିତି ଭାଇ ବଲ ପକଉଛ, କଣ କରୁଛ। ସେ କହିଥିଲେ, ସେଇ ହିସାବ କରି बहुत बहुत धन्यवाद। ताले आमे प्रथमे लिटुन साहू को जानिबु ताले कमांडो 11 एवं यूनिट 9 मध्यरे जेते बेडे आपण मैच खेलुथिले ताले कमांडो 11 पटु केतेटा टोटल मैच खेलिचंती ऑल ओडिशा फॉर्मेट रे कमांडो 11 सहित। କମାଣ୍ଡୋ 11 ସହ ମୁଁ ବେଶୀ ମ୍ୟାଚ୍ ଖେଳିନି। 2-3ଟା ମ୍ୟାଚ୍ ଖେଳିଥିଲି। ଫାଷ୍ଟ ଖେଳିଥିଲି ମାହାଙ୍ଗା नेटवर्क ता बधे प्रॉब्लम बारंबार होउची, तो सेथपेन टिक्की नेटवर्क ठीक करिवे। ताले आउ थरे मु रिमाइंड करूची से क्वेश्चन को। ताले यूनिट 9 पटु टोटल केतेटा मैच खेलिछि लिटुन साहू ए ईयर 2023 एवं 2024 रो मैच एवं ता सहित कमांडो 11 सहित टीम पटु टोटल केतेटा मैच खेलिछि सॉफ्ट टेनिस हो बा रेड टेनिस हो। यूनिट 9 ପଟୁ ମୁଁ ପୂର୍ବ ସିଜନରେ ବହୁତ ସାରା ମ୍ୟାଚ୍ ଖେଳିଛି, କିନ୍ତୁ କମାଣ୍ଡୋ 11 ପଟୁ ମୁଁ 2-3ଟା ମ୍ୟାଚ୍ ଖେଳିଛି। ଫାଷ୍ଟ ଖେଳିଥିଲି ମାହାଙ୍ଗା ପ୍ରିମିୟର ଲିଗ୍ ପରେ ଖେଳିଥିଲି ପିପିଲିରେ ଗୋଟେ ମ୍ୟାଚ୍। ପିପିଲିରେ ଆଉ ପୂର୍ବ ସିଜନରେ ଗୋଟେ ଖେଳିଥିଲି ଢେଙ୍କାନାଳ କମାଣ୍ଡୋ ପାଇଁ। ୟୁନିଟ୍ 9 ताले ପଟୁ ମୁଁ ପୂର୍ବ ବର୍ଷ ସବୁ ମ୍ୟାଚ୍ ପ୍ରାୟତଃ 60-70% ମ୍ୟାଚ୍ ताले निश्चित रूप से बहुत सारा मैच खेली कमांडो 11 पटु भी यूनिट 9 पटु भी। ताले यूनिट 9 रो ऑनर एवं कमांडो 11 रो ऑनर को जदि हमें सामना सामनी जेते आपण तांको सहित मैच सहित प्लेइंग 11 रे जगह मिलिथिला, ताले सेते बेले तांकर मेंटालिटी केमिति रहे से मैच मध्य रे को हिसाब रे लिटुन साहू को से ट्रीट करंती। ଓନର ମାନଙ୍କୁ କଥା କହିବାକୁ ଗଲେ ଓନର ମାନେ କିଛି ସେମିତି ପ୍ରେସରାଇଜ କରନ୍ତିନି ପ୍ଲେୟର ମାନଙ୍କ ଉପରେ। ଓନର ମାନେ ବହୁତ ଭଲ। ନନା ଆଜ୍ଞା ହୁଅନ୍ତୁ କି ଅଭିଭାଇ ହୁଅନ୍ତୁ କି ଓନର ମାନେ ସବୁ ବହୁତ ଭଲ। ମାନେ ତାଙ୍କ ବିହେଭିୟର ବି ଭଲ। କିଛି ବି ଗାଳି ଗୁଲଜ କଲା ଭଳିଆ କଥା କୁହନ୍ତିନି। ବହୁତ ଭଲ ଓନର। କିଛି ବି ପ୍ରେସରାଇଜ କଲା ଭଳିଆ କି ବୋଲିଂ ଖରାପ ହେଲେ କିଛି ଗାଳି ବନ୍ଦ କରିବା ସେମିତି କିଛି କରନ୍ତି। ठीक अछि। ताले
यूनिट 9 पटरू जो मैच खेली एई सीजन 2023 एवं 2024 रो मैच निश्चित रूप से बहुत सारा मैचेस खेली ता मध्य कोन लिटुन साहू को गोटे ओवर रे दुईटा विकेट बा तीनटा विकेट हैट्रिक विकेट कोठी मिलिछि विकेट मिलनी किंतु 3टा विकेट नहीं मु गोटे ओवर जो फास्ट मैच खेली जागमरा खंडगिरी कप रे सेठी सान 11 एग्नेस रे मु 3टा विकेट नहीं मैन ऑफ द मैच गोटे ओवर निश्चित रूप से सो से एग्नेस टीम के थिले सामना रे एग्नेस टीम सान 11 टिके आपण साउंड आसिलानी आउ थरे टिके कय टिके रिपीट करिवे एग्नेस टीम थिला सान 11 एसएस सान 11 ताले से मैच रे प्लेइंग 11 के थिले आपण सहित से मैच टिके रिमाइंड आउ थरे करिवे टिके हम टीम रो तो आगे हम टीम रो थिले किरण भाई लुल्लू आउ बेन्ना भाई थिले मु थिली बाया भाई थिले आउ पंचु भाई थिले आउ जने फास्ट बॉल पकाउथिले तांको नाटा मोर मन पडुनी से थिले आउ बेन्ना भाई एंटी आउ बेसी मन पडुनी क्या गाना नो वरीज किसी प्रॉब्लम नहीं किंतु एबे हमें पचारिबा लिटुन साहू रो होम टीम किए निज गां टीम रो ना टिके हमें लिटू भाई को जानी गुटिके मोर होम टीम दीटा गोटे जेसीसी बाळाकाटी गोटे एमसीसी रथि जेमा दीटा जाक हम आईकार्ड मैच खेलु ताले निश्चित रूप से बहुत सारा मैच मु आपणकर लाइव मैच करिछि यूट्यूब रे निश्चित रूप से मु गोटे क्वेश्चन पचारिबा चाहिबी से मैच विषय रे जो मैच निश्चित रूप से बाड़ाकोटी प्रीमियर लीग रूप से परिणत होता 2024 रे ता मध्य लिटुन साहू रो जो बॉलिंग एवं बैटिंग जो परफॉर्मेंस रही ता मध्य से मैच को आयोजन करबा पई मध्य गोटे रेस्पोंसिबिलिटी थिला नाइ लिटुन साहू गोटे पछरे बैकअप रहिबे एवं ता सहित जेते भी हमरा बीपीएल रो सब सदस्य थिले समस्त सपोर्ट करथिले किंतु लिटुन साहू से प्रेशराइज हेई कि तथा भी क्रिकेट खेलुथिले से विषय रे टिके हमें जानिबा को चाहिबु बाड़ागटी प्रीमियर लीग रो बाळाकाटी प्रीमियर लीग माने हम एपटे एरिया रो बहुत बड़ प्रीमियर लीग हुए प्रति वर्ष हुए हम तो सब वर्ष लाइव नहीं एठी कवरेज करो तमे भी जानिथिबो बहुत लोक भी हुंते एठी देखिबा पई आ से भी आयोजन करता माने सब बड़ भाई माने सब भलरे भलरे आयोजन करंती प्रेसर तो जेमिति ଥିଲେ ନିଜ ଗାଁରେ ଖେଳିଲେ ଯେମିତି ଥିଲେ ଟିକେ ଅଧିକ ପ୍ରେସର ଲାଗିବ କାଳେ କିଏ ଭଲ ଖରାପ ଖେଳିଲେ କି କାଳେ କଣ କହିବ କି କଣ ସେଇଟା ମୁଣ୍ଡରେ ରଖି ଖେଳିବାକୁ ପଡେ ଟିକେ ଯେମିତି ଥିଲେ ପ୍ରେସର ହୁଏ निश्चित रूप से आउ गोटे सेम क्वेश्चन रहिबो आउ गोटे मैच मु देखितली लाइव मध्य कवरेज करथिली सेठी अजित भाई मध्य से ऑर्गेनाइजर रूप रे बहुत बढ़िया आयोजन करता हिसाब रे मैच को आयोजन करथिले से होतला रति जमा प्रीमियर लीग तो आरपीएल रो जो डिजाइनिंग थिला जो आरपीएल लिखा हेतिला तार माइंड मेकअप के करथिला से जो डिजाइन को लिखिथिले एवं बहुत सुंदर लाइटिंग सहित मध्य से सुंदर देखा होतिला तार आइडिया के प्रथमे आनिथिला से आम से प्रीमियर लीग टा पूरा प्रॉपर मो गाँ रो माने बाळकाटी भिତରେ मो साई जो रथिजमा गाँ से गाँ रे मो गाँ ना रे हम करथिलु रथिजमा प्रीमियर लीग हम प्रति वर्ष नाइट टूर्नामेंट से नाइट हो डे हो आम अरेंजमेंट करू ए वर्ष किंतु भाबिथिलु आमे प्रीमियर लीग करू जेमति कि गोटे बहुत भल प्रीमियर लीग आमे भाबिथिलु करू बोली किंतु सेटा भी सफल भी हेछि आ से जो लाइटिंग आउ आरपीएल डिजाइन टा सेटा हम घर पाखर जने भाई से जगन भाई से ही तांको आडू सेटा देथिले तांकोरी आइडिया सेटा हेतिला बहुत सुंदर करथिले एवं आमे आशा रखिछु कि 2023 2024 रो जो दोहरा रहितला लिटुन साहू पई एवं 2024 एवं 2025 रो मध्य सुंदर मेमोरी आम सहित शेयर करिया मु चाहिबे ताले आगु को मध्य निज कैरियर ऊपर अधिक फोकस करूछन ना क्रिकेट ऊपर एबे क्यारियर तो मु आ पढुनी मोर ग्रेजुएशन कंप्लीट करी रही गली एई 2 वर्ष हबो गोटे छोटिया बिजनेस टे आरंभ करथि ठाकुर दयारु जहा जेमति से ठीक ठाक किए अछि ताले लिटुन साहू निश्चित रूप रे गोटे
ସୁନ୍ଦର ସଦସ୍ୟ ଏବଂ ଆମ ସହିତ ଆଜି ତାଙ୍କର ବହୁତ ସାରା ମେମୋରି କୁ ସେୟାର କରିଲେ, ଆପଣ ମାନେ ଶୁଣିଲେ। ତାହେଲେ ଏବେ ଆଉ ଗୋଟେ କ୍ୱେଶ୍ଚିନ୍ ମଧ୍ୟ ଆପଣଙ୍କ ସହିତ ସେୟାର କରିବା ମୁଁ ଚାହିଁବି। ତାହେଲେ ସର୍ଟ ବାଉଣ୍ଡ୍ରି ଏବଂ ଲଙ୍ଗ ବାଉଣ୍ଡ୍ରି ଯଦି ଆମେ ଚୁଜ୍ କରିବାକୁ କହିବୁ, ତାହେଲେ ଲିଟୁନ ସାହୁ ସର୍ଟ ବାଉଣ୍ଡ୍ରି ମଧ୍ୟ ଖେଳନ୍ତି। ତାହେଲେ ସର୍ଟ ବାଉଣ୍ଡ୍ରିର ଆପଣଙ୍କ ଫେଭରେଟ ଟିମ୍ କିଏ, ପ୍ରଥମେ ପଚାରିବ? ସର୍ଟ ବାଉଣ୍ଡ୍ରିରୁ ହିଁ ମୋ କ୍ୟାରିୟର ଆରମ୍ଭ ହୋଇଥିଲା କ୍ରିକେଟରେ। ନିଶ୍ଚିତ ରୂପରେ ସର୍ଟ ବାଉଣ୍ଡ୍ରିରେ ମୋ ଫେଭରାଇଟ ଟିମ୍ ହେଲା ଅଭିନନ୍ଦନ ଟିମ୍, ୱେଲକମ୍ 11, ଯୋଉ ଟିମ୍ ଗୋଟେ ନିଶ୍ଚିତ। ମୁଁ ଏବେ ଖେଳୁଛି। ତାହେଲେ ଲିଟୁନ ସାହୁ ନିଶ୍ଚିତ ରୂପରେ ଗୋଟେ ନଲେଜେବଲ ମ୍ୟାନ। ତା ସହିତ ସର୍ଟ ବାଉଣ୍ଡ୍ରି ଯେତେବେଳେ ଖେଳନ୍ତି, ସର୍ଟ ବାଉଣ୍ଡ୍ରିରେ ମୁଁ ବହୁତ ସାରା ମ୍ୟାଚେସ୍ କଭରେଜ କରିଛି। ଲିଟୁନ ସାହୁ ସିଟି ଷ୍ଟାର ଭୁବନେଶ୍ୱର ପଟେ ଖେଳନ୍ତି ଏବଂ ପିପଲି କିଙ୍ଗସ ପଟେ ଖେଳନ୍ତି, ୱେଲକମ୍ 11 ନିମାପଡା ପଟେ ଖେଳନ୍ତି ଏବଂ ଆହୁରି ମଧ୍ୟ ବହୁତ ସାରା ଟିମ୍ ମଧ୍ୟ ତାଙ୍କୁ ସୁଯୋଗ ଦେଇଛି ଏଇ ସିଜନ ଖେଳିବା ପାଇଁ। ତାହେଲେ ସର୍ଟ ବାଉଣ୍ଡ୍ରିର ଗୋଟେ ଏମିତି ଐତିହାସିକ ମ୍ୟାଚ ନିଜ କ୍ୟାରିୟରରେ ଆସିଥିବ, ନିଜ ଲାଇଫରେ ଆସିଥିବ, ସେ ମ୍ୟାଚ ବିଷୟରେ ଟିକେ ଆମ ସହିତ ସେୟାର କରିବେ, ଯୋଉ ଏଗ୍ନେଷ୍ଟ ଟିମ୍ ସହିତ ଗୋଟେ ସଂଘର୍ଷପୂର୍ଣ୍ଣ ମ୍ୟାଚ ହେଇଥିଲା। ଗଲା ବର୍ଷ ଯାଜପୁରରେ ଯୋଉ ବିରଜା ମନ୍ଦିର ପାଖରେ ହୁଏ ଟୁର୍ଣ୍ଣାମେଣ୍ଟ, 50,000 ବହୁତ ବଡ ଟୁର୍ଣ୍ଣାମେଣ୍ଟ ସଫ୍ଟବଲ ସବୁଠୁ, ଆଜ୍ଞା ସେଇଟା ଗୋଟେ ମେମୋରେବଲ ମ୍ୟାଚ ଥିଲା ମୋର। ମୁଁ ଫାଇନାଲ ମ୍ୟାଚ ରେ ଗୋଟେ ଓଭର ମେଡେନ ପକେଇଥିଲି, ଆଉ ଗୋଟେ ଓଭରରେ 1 କି 2 ରନ ଦେଇଥିଲି। ସେ ମ୍ୟାଚ ସୁପର ଓଭର ହେଇଥିଲା, ଆଉ ସେ ମ୍ୟାଚ ରେ ସୁପର ଓଭରରେ ବୋଲିଂ ପାଇଁ କାଳନ୍ଦୀ ସହ ମୋର ଝଗଡା ବି ହେଇଥିଲା। କାଳନ୍ଦୀ ସେ ମ୍ୟାଚ ରେ ଏକ୍ସଟ୍ରା ପକଉଥିଲା, ସମସ୍ତେ ମନା କରୁଥିଲେ କାଳନ୍ଦୀ ତୁ ବୋଲିଂ ଯାନା, ଆଉ ହୁଁ ହୁଁ ଲିଟୁ ପକଉ। ତାର ହୁଁ ମୋର ଟିକେ ମାନେ ଯୁକ୍ତି ବି ହେଇଥିଲା କି ମୁଁ ପକଉଛି, ସେ କହିଲା ନାଇଁ ମୁଁ ପକଉଛି। ହୁଁ ହୁଁ ଏମିତି ହେଇକି କାଳନ୍ଦୀ ପକେଇଥିଲା, 7 ରନ ବି ଦେଇ ଦେଇଥିଲା। ଆଉ ସେଠି 7 ରନ ମାନେ 3 ଥର ବ୍ୟାଟିଂ କଲେ, ସେଠି 7 ରନ ଆର ବର୍ଷ ଯୋଉ ଭଳି ଫିଲ୍ଡ ହେଇଥିଲା, 3 ଥର ଆଜ୍ଞା ବ୍ୟାଟିଂ କଲେ 7 ରନ ପସିବଲ ହଉଥାନ୍ତା। ଆଜ୍ଞା ତମେ ବି ଲାଇଭ ଦେଖୁଥିଲ, ଜାଣିଥିବ। ନିଶ୍ଚିତ ଗୋଟିଏ ନିଶ୍ଚିତ। ଲାଷ୍ଟ ବଲ ରେ ସେ ଭାଇ ଜଣେ ଯଦି ଫିଲ୍ଡିଂ ନ ଛାଡିଥାନ୍ତେ, ଆମେ ଫାଇନାଲ ମ୍ୟାଚ ହାରି ଯାଇଥାନ୍ତୁ। 7 ରନ ପାଇଁ ବି ଆମକୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଅମ୍ବୁଜା କେବଳ ଆମରି ଟିମର ଗୋଟିଏ ପ୍ଲେୟର ଥିଲା ଯେ ଯିଏ ସେଠି ବାଉଣ୍ଡ୍ରି ମାରି ପାରୁଥିଲା 4। ନିଶ୍ଚିତ ରୂପରେ ଏବେ ଗୋଟେ କ୍ୱେଶ୍ଚିନ୍ ଆସିଲା, ଯଦି ଆମେ ପ୍ଲେୟାରଙ୍କ ଉପରେ ଯଦି ଆମେ ଫୋକସ କରିବୁ, ତାହେଲେ ସର୍ଟ ବାଉଣ୍ଡ୍ରିର ଲିଟୁନ ସାହୁ ସବୁଠୁ ବଢିଆ ବ୍ୟାଟ୍ସମ୍ୟାନ କାହାକୁ ଭଲ ପାଆନ୍ତି? ଯେମିତି ହେଲେ ରାଇଜିଂ ଷ୍ଟାର ରୁ ନିଅନ୍ତୁ, ଯଦି ବ୍ଲାକ୍ ଡାଇମଣ୍ଡ ରୁ ନିଅନ୍ତି, ତାହେଲେ ଯଦି ଆମେ ୱେଲକମ୍ 11 ନିମାପଡାରୁ ନିଅନ୍ତି, ନହେଲେ ଆମର ସାକି ଗୋପାଲ ରୁ ନିଅନ୍ତି, ନହେଲେ ପିପଲି କିଙ୍ଗ ରୁ ନିଅନ୍ତି, ତାହେଲେ ବ୍ୟାଟ୍ସମ୍ୟାନ ଫେଭରେଟ ବ୍ୟାଟ୍ସମ୍ୟାନ ଆପଣଙ୍କ ସର୍ଟ ବାଉଣ୍ଡ୍ରିରେ କିଏ ମଧ୍ୟ ରହିଛି? ମୋର ସର୍ଟ ବାଉଣ୍ଡ୍ରିରେ ଫେଭରାଇଟ ବ୍ୟାଟ୍ସମ୍ୟାନ ଭୁବନେଶ୍ୱର ବିକି ଭାଇ, ପିକି ଭାଇ। ସିଟି ଷ୍ଟାର ପଟେ ଯୋଉ ଖେଳନ୍ତି। ନିଶ୍ଚିତ ରୂପରେ। ତାହେଲେ ସବୁଠୁ ସୁନ୍ଦର ବ୍ୟାଟ୍ସମ୍ୟାନ ରୂପରେ ଆମର ଯଦି ଓଡିଶା ଟେନିସ କ୍ରିକେଟରେ ଏଇ ସିଜନ ଯଦି ସବୁଠୁ ଅଧିକ ରନ୍ ମାରିଥିବେ ନିଜ ଟିମ୍ ତରଫରୁ, ସେ ଟିମ୍ ୱେଲକମ୍ 11 ନିମାପଡା ହଉ ବା ପିପଲି କିଙ୍ଗ ହଉ ବା ଅଦର କୋଉ ଟିମ୍ ହଉ, ତାହେଲେ ସେ ଟିମ ର ପ୍ଲେୟରଙ୍କ ନାଁ ଗୋଟେ ଆମେ ଜାଣିବାକୁ ଚାହିଁବୁ। ତାହେଲେ ଲିଟୁନ ସାହୁ ସବୁଠୁ ଅଧିକ ରନ୍ ଯେ ଏଇ ସିଜନ ମାରିଛି, ସେ ପ୍ଲେୟରଙ୍କ ନାଁ ଆମେ ଟିକେ ଜାଣିବୁ ଲିଟୁନ ସାହୁ ସର୍ଟ ବାଉଣ୍ଡ୍ରି। ବାଉଣ୍ଡ୍ରିରେ ମୁଁ ତ ଏ ବର୍ଷ ମୋ ହାତ ଖରାପ ପାଇଁ ବେଶୀ ବି ଖେଳିନି। ଯେତିକି ବି ଜାଣିଛି ଏ ବର୍ଷ ହାଇଏଷ୍ଟ ରନର ଅମିତ ଭାଇ ବୋଧେ ରହିବେ। ଅମିତ ଭାଇ ସବୁଠି ସ୍କୋର କରୁଛନ୍ତି। ନିଶ୍ଚିତ ରୂପରେ ଅମିତ କୁମାର ତ୍ରିପାଠୀ। ତାହେଲେ ଆମେ ଏବେ ପୁଣି ଫେରି ଆସିବୁ ଲଙ୍ଗ ବାଉଣ୍ଡ୍ରି କତିରେ। ତାହେଲେ ରେପିଡ ଫାୟାର ଗୋଟେ ଆମେ କରିବା, 5 ମିନିଟର ସମୟ ରହିବେ, ଫଟାଫଟ କ୍ୱେଶ୍ଚିନ୍ ରହିବ, ତା ମଧ୍ୟରେ ଲିଟୁନ ସାହୁ ମଧ୍ୟ ପ୍ରିପେୟାର୍ଡ ରହିବେ ସେ କ୍ୱେଶ୍ଚିନ୍ ଆନ୍ସର ଦବା ପାଇଁ। ତାହେଲେ ରେପିଡ ଫାୟାର ପାଇଁ ରେଡି ଅଛନ୍ତି କି ଲିଟୁନ ସାହୁ? 5 ମିନିଟ ସମୟ। ଆଜ୍ଞା। ତାହେଲେ ଅଲ ଓଡିଶା ଫର୍ମାଟରେ ସବୁଠୁ ଏଗ୍ରେସନ ଏବଂ ସେଲିବ୍ରେସନ କରିଥିବା ପ୍ଲେୟାର ଦୁଇଟା ଚଏସ୍ ଆପଣଙ୍କୁ ମିଳିବ। ସେ ଚଏସ୍ ହଉଛି ମେଣ୍ଡିସ ଏବଂ ନିଶ୍ଚିତ ରୂପରେ ମନୋଜ କୁମାର ରାଉତ और ବିଶ୍ୱରଞ୍ଜନ ସାହୁ। ତିନିଟା ଚଏସ୍ ଦିଆ ହେଇଗଲା, ଯୋଉ ସବୁଠୁ ସୁନ୍ଦର ବୋଲର ଏବଂ ଅଲରାଉଣ୍ଡର ରୂପରେ ଏ ଓଡିଶା ଟେନିସ କ୍ରିକେଟରେ ଏଗ୍ରେସନ ଏବଂ ସେଲିବ୍ରେସନ କରିଛନ୍ତି। କାହାକୁ ଚୁଜ କରିବେ 3 ଜଣରୁ? ସବୁଠୁ ଆଗ୍ରେସନ ତ ମେଣ୍ଡିସ ଭାଇ ହିଁ ରହେ। ମେଣ୍ଡିସ ଭାଇଙ୍କ ସେଲିବ୍ରେସନ କେହି ବି କରିପାରିବେ, ହୀରା କାହିଁକିନା ସେ ଲାଲ ମେଣ୍ଟାଲ ମେଣ୍ଡିସ। ମେଣ୍ଡିସ ତାକୁ ସେଥିପାଇଁ ହିଁ କୁହନ୍ତି। ନିଶ୍ଚିତ ରୂପରେ। ତ ସେକେଣ୍ଡ କ୍ୱେଶ୍ଚିନ୍ ଉପରେ ଆମେ ଆସିବା, ତାହେଲେ ଯଦି ଲିଟୁନ ସାହୁକୁ ଅଲ ଓଡିଶା ଫର୍ମାଟରେ ଆମେ ଚୁଜ କରିବାକୁ କହିବୁ, ତାହେଲେ 10 ଓଭରର ମ୍ୟାଚ୍ ଭଲ ଲାଗେ ନା 5 ଓଭରର ମ୍ୟାଚ୍ ଭଲ ଲାଗେ?
ଏବେ ତ ଆଉ 10 ଓଭର 15 ଓଭର ତ ମ୍ୟାଚ୍ ହଉନି, କିନ୍ତୁ 10 ଓଭର ମ୍ୟାଚ୍ ଭଲ ଲାଗେ ଖେଳିବା ପାଇଁ। सेकेंड क्वेश्चन फिनिश ताले थर्ड क्वेश्चन ऊपर आमे आसीबा एबे जदी सबुटु अधिका आमे बॉलर बॉलर ऊपर जदी आमे फोकस करिवु तर सबुटु अधिका यूनिट 9 पटुरु विकेट नबार बॉलर एई सीजन किए अछंती ଏଇ ସିଜନରେ ସବୁଠୁ ଅଧିକ विकेट टेकर बॉलर ମୋ ମତରେ ଲେଫ୍ଟି ରାଜା ଭାଇ କହିବେ। लेफ्टी राजा दिल का राजा। चलिए उसके आगे हम लोग निकलते हैं फिर सबसे ज्यादा पसंदीदा गेंदबाज के ऊपर आपने नजर डाला तो यहाँ पे गेंदबाज के तौर पर लिफ्टी राजा आपने गिरा तो लिटुन साउ का सबसे फेवरेट शॉट क्या है कवर ड्राइव या फिर पुल शॉट ନାଇଁ କଭର ଏବଂ ଟିକେ ରିଭର୍ସ ମାରିବାକୁ ବି ଭଲ ଲାଗେ। रिवर्स चलिए दो चॉइस आपने उसमें रखा एक चॉइस लेना चाहिए था चलिए कोई बात नहीं यहाँ पे लिटुन साहब का जो फेवरेट शॉट है वो पुल शॉट भी खेलते हैं कवर ड्राइव भी खेलते हैं मैंने देखा बहुत दफा लेकिन रिवर्स स्वीप को भी चुनना पसंद करते हैं और उसके बाद अगरचे आपको चुनने का मौका मिले चुई काड़िया और हीरालाल मेंडिस का रिवर्स स्वीप और स्वीप शॉट सबसे ज्यादा किसको ज्यादा मार्क आप देंगे पसंद करेंगे କାଳିଆ ଭାଇ। सुई काड़िया को चलिए उसके आगे फिर सबसे ज्यादा डेंजरियस बैट्समैन अगर से आपको 3 नाम मैं बताऊं उसमें से आपको चुनना पड़ेगा 3 नाम में से जो खान है वो खान में से 3 नाम में से एक नाम को आपको चुनना पड़ेगा जो सबसे डेंजरियस बैट्समैन है असलम खान किरण खान या फिर इमरान खान किरण खान। किरण खान चलिए उसके आगे सबसे ज्यादा अगर से आप क्रिकेट के साथ अगर जुड़े हैं तो ऑल ओडिशा फॉर्मेट पर यूनिट 9 या फिर भुवनेश्वर के साथ यानी यूनिट 9 भुवनेश्वर या फिर कमांडो 11 भुवनेश्वर जब आपको मौका मिले लिटुन साहू को एक बार मौका मिले जब दोनों ओनर की तरफ से कॉल आएगा यानी आज मैच कमांडो 11 का भी है और आज मैच यूनिट 9 का भी है तो आप किसको ज्यादा पसंद करेंगे कौन सा टीम के साथ खेलना चाहेंगे ସେମିତି କିଛି ନାହିଁ ଯେହେତୁ ମୁଁ ୟୁନିଟ୍ 9 ପଟେ ଖେଳୁଛି ସବୁ ମ୍ୟାଚ୍ ତ ଯଦି ଓ ୟୁନିଟ୍ 9 ଯୋଉଠି ରଖିବ ବାଇଲର ମୁଁ ସେଇ ପଟେ ୟୁନିଟ୍ 9 पटे तो लिटुन साहू का चॉइस यूनिट 9 होगा बहुत बढ़िया आंसर देते हुए तो आखिरी क्वेश्चन यहाँ से रहेगा बेस्ट ओपनर जोड़ी यूनिट 9 के लिए कौन रहेगा और कमांडो 11 के लिए बेस्ट ओपनर जोड़ी कौन रहेगा आपका सुझाव यूनिट 9 पटे तो लुल्लू एवं किरण भाई। और कमांडो 11 के लिए आप किसको चुनना चाहेंगे 2 ओपनर सबसे फेवरेट ओपनर कालिया भाई चिन्नू भाई। चुई काड़िया और विश्व रंजन साहू को आपने चुना बहुत बहुत शुक्रिया 5 मिनट यहाँ से समाप्त हो रहा है और जो रैपिड फायर था आपका वो समय यहाँ से समाप्त हो चुका है तो अब फिलहाल हम लोग ज्यादा क्वेश्चन और ज्यादा करेंगे नहीं फिलहाल कुछ और क्वेश्चन रह गए हैं जो लिटुन साहू को हम यहाँ से पूछना चाहेंगे लिटुन साहू का जो अर्धशतक सबसे फास्टेस्ट अर्धशतक अपने कैरियर पे आपने कहाँ पे बनाया था 50 रन की पारी आपने सबसे कम गेंद पर किस टूर्नामेंट में बनाया था किस टीम के साथ बनाया था आपने ବୋଧେ ଏଇ ଗଲା ବର୍ଷ ବାଳକାଟି ପ୍ରିମିयर लीग ରେ ବୋଧେ ବନେଇଥିଲି। तो उसको याद करिए कौन सा मैच था वो और किस प्रकार का आपने वहां पे खेला था ଆମେ 5 ଓଭର ରେ 90 ରନ୍ ମାରିଥିଲୁ 93 ରନ୍ ମୋର ସେଇଥିରୁ ଥିଲା 72 ନା କେତେ 77 ମୁଁ ମାରିଥିଲି 22 ନା 22 ବଲ୍ ରେ ବୋଧେ निश्चिंत ଆଉ ସେ ମ୍ୟାଚ୍ କିନ୍ତୁ ଆମେ ହାରି ଯାଇଥିଲୁ ଆମ ଦୀପନି ସିଏ ବି ଗୋଟେ ପଟେ ବହୁତ ଭଲ ମାରିଥିଲା ହାଫ ସେଞ୍ଚୁରୀ ସିଏ ବି ମାରିଥିଲା ତାଙ୍କ ଟିମ୍ ଜିତିଥିଲା 4 ଓଭରରେ ସେ ମ୍ୟାଚ୍ ରୁ ସେ ଜିତିଲା। निश्चित रूप से ताले लिटुन साहू जते बड़े जेसीसी बाड़ाकटी सहित खेलती ताले प्लेइंग 11 रे जो प्लेयर मानकर ना टिके आमे जानिबा को चाहबू जेसीसी बाड़ाकटी रो जो प्लेइंग 11 को नै कि लिटुन साहू ओलेबे जाउछंदी ଆମେ ଖେଳୁ ମୁଁ ରୁହେ
ଦୀପୁନି ରୁହେ 2, ମଦନା ରୁହେ, ଅଜିତ ଭାଇ ରୁହେ, ଅରବିନ୍ଦ ଭାଇ ରୁହେ, ଆଉ ମୁକେଶ ଏବେ ନୂଆ ଖେଳୁଛି ସେ ବି ଖେଳେ, ଆଉ ବିଶାଲ ଭାଇ ରୁହେ, ମୁନ୍ନା ଭାଇ ରୁହେ, ଆଉ ଭବାନୀ ଭାଇ ଆମର ଏଇ ବାଳଘାଟରେ ଜଣେ ସେ ବି ରୁହନ୍ତି। ଆଇକାର୍ଡ ମ୍ୟାଚ୍ ପାଇଁ ଆମର ପଞ୍ଚାୟତରେ ବୋଧେ 4ଟା କି 5ଟା ଟିମ୍ ହେଇଛି। ଆହୁରି ବହୁତ ସାରା ପ୍ଲେୟରଙ୍କ ନାଁ ଆପଣ ଛାଡି ଦେଇଛନ୍ତି, ନିଶ୍ଚିତ ରୂପରେ ଟିକେ ଆଉ ଥରେ ରିଫ୍ରେଶ କରନ୍ତୁ ମାଇଣ୍ଡ କୁ। ଆହୁରି ବହୁତ ସାରା ପ୍ଲେୟର ଅଛନ୍ତି, ନିଶ୍ଚିତ ରୂପରେ ମୁଁ ଦେଖିଛି ଜିସିସି ବାଳକଟି ପଟରୁ ଖେଳୁଛନ୍ତି ଲିଟୁ ଭାଇ ନେଇକି ନିଶ୍ଚିତ ପ୍ଲେଇଂ 11 ସହିତ। ବହୁତ ସାରା ପ୍ଲେୟର ଅଛନ୍ତି ଯେମିତି କି ସତ୍ୟଜିତ ବେଉରା, ସିଏ ଜଣେ ୟଙ୍ଗଷ୍ଟର, ସିଏ ବି ଭଲ ପକଉଛି ଏବେ। ଆଉ ଲେଫ୍ଟି ବ୍ୟାଟ୍ସମ୍ୟାନ ବି ଅଛନ୍ତି ସୁନୀଲ, ସେ ବି ଭଲ ଖେଳେ। ଏବେ ସବୁ ୟଙ୍ଗଷ୍ଟର ମାନେ ଭଲ ଖେଳୁଛନ୍ତି। ତ ସମସ୍ତଙ୍କର ପରଫରमेନ୍ସ କେମିତି ରହୁଛି ତାହେଲେ ଜେସିସି ବାଳାକड़ी ଯେତେବେଳେ ଓହ୍ଲାଏ ତାହେଲେ ସବୁଠୁ ଅଧିକ भरोसा जिसको बोलते हैं कि जिसके ऊपर भरोसा आप करते हो गेंदबाज, वो गेंदबाज कौन होगा? क्या लिटुन साहू होगा या फिर दीपुनी होगा या फिर कोई और? ମୁଁ ତ ମୋ କଥା କହିବିନି, କିନ୍ତୁ ମୋର ଭରସା ଥାଏ ବେଶୀ ଆକାଶ ଆଉ ମଦନ ଉପରେ। ସେ 2 ଜଣ ଭଲ ପକେଇଲେ ଆମେ ପ୍ରାୟ ମ୍ୟାଚ ଜିତିବୁ, ଭରସା ଥାଏ। ନିଶ୍ଚିତ ରୂପରେ ଆଉ ଗୋଟେ ଆମେ ଏବେ ଡାଇରେକ୍ଟ ପଳେଇ ଆସିବା ଇଣ୍ଟରନ୍ୟାସନାଲ କ୍ୱେଶ୍ଚିନ୍ ଉପରେ। ଗୋଟେ କ୍ୱେଶ୍ଚିନ୍ ରହିବ ଏବଂ ସୁନ୍ଦର କ୍ୱେଶ୍ଚିନ୍ ରହିବ, ସେ କ୍ୱେଶ୍ଚିନ୍ ଉପରେ ଆମେ ଯିବା। ତାହେଲେ ଲିଟୁନ ସାହୁ ଇଣ୍ଟରନ୍ୟାସନାଲ ରେ ଇଣ୍ଡିଆ କ୍ରିକେଟ ର ଯେତେ ବି ପ୍ଲେୟାର ମାନେ ଅଛନ୍ତି ସବୁଠୁ ଅଧିକ କାହାକୁ ପ୍ରେମ କରନ୍ତି, ଭଲ ପାଆନ୍ତି କାହାକୁ? ଡାଇ ହାର୍ଟ ଫ୍ୟାନ୍ ଯେମିତି କୁହାଯାଏ, ତାହେଲେ ଲିଟୁନ ସାହୁ କାହାର ଡାଇ ହାର୍ଟ ଫ୍ୟାନ୍? ରୋହିତ ଶର୍ମା। ରୋହିତ ଶର୍ମା। ତାହେଲେ ରୋହିତ ଶର୍ମାକୁ କାହିଁକି ଭଲ ପାଆନ୍ତି ଏତେ ଲିଟୁନ ସାହୁ, ଆମେ ଟିକେ ଜାଣିବା ଏବେ। ରୋହିତ ଶର୍ମାର ବେଶୀ କରି କ୍ୟାପ୍ଟେନସିପ ମତେ ବେଶୀ ଭଲ ଲାଗେ। କ୍ୟାପ୍ଟେନସିପ ନିଶ୍ଚିତ ରୂପରେ। ତାହେଲେ ଯଦି ଆମେ ଏଇ ସିଜନ 2024 ରେ ସେ T20 ୱାର୍ଲଡ କପ୍ କୁ ଆମେ ଯଦି ମନେ ପକେଇବା, ତାହେଲେ ସେ ୱାର୍ଲଡ କପ୍ ର ଦୃଶ୍ୟକୁ ଚେଞ୍ଜ କରିଥିଲେ ସେ ଆଉ କେହି ନୁହନ୍ତି, ରୋହିତ ଶର୍ମା। ତାହେଲେ ସେ ମ୍ୟାଚ୍ ବିଷୟରେ କିଛି ନା କିଛି ମେମୋରି ଥବ ଆପଣଙ୍କର, ସେ ମେମୋରି ଟିକେ ଆମ ସହିତ ସେୟାର କରିବେ। ଟର୍ଣ୍ଣିଂ ପଏଣ୍ଟ କୋଉଠି ରହିଥିଲା, ଯୋଉ କୋଉଠି ମ୍ୟାଚ୍ କୁ ଇଣ୍ଡିଆ ଯେତେବେଳେ ଆମ ସହିତ ସେ ଫିଲ୍ ହଉଥିଲା କାହିଁକିନା ଇଣ୍ଡିଆ ଜିତିଲା, ସେ ମ୍ୟାଚ୍ କୁ ଜିତିଲା, ଯେତେବେଳେ ଟର୍ଣ୍ଣିଂ ପଏଣ୍ଟ ରହିଥିଲା ସେ ଇଣ୍ଡିଆ ମ୍ୟାଚ୍ ୱିନିଂ ମୋମେଣ୍ଟ ଟା, ସେ ମୋମେଣ୍ଟ ଟା ଟିକେ ସେୟାର କରିବା ଆମ ସହିତ। ସେଦିନ ତ ଟୋଟାଲ ଭାରତ ବୋଧେ ବହୁତ ଛାଡି ଦେଇଥିଲା କି ଆଉ ଆମେ T20 ୱାର୍ଲଡ କପ୍ ଜିତିବୁ ବୋଲି। କାହିଁକି ନା 30 ବଲ୍ 30 ରନ୍, ପୁଣି କ୍ଲାସେନ ଯୋଉ ଭଳି ଫର୍ମରେ ଥିଲା, ସେ ମାରୁଥିଲା ମ୍ୟାଚ୍ ବୋଧେ ଆଉ 2 ଓଭର 3 ଓଭର ଥାଇକି ସେ ସାରି ଦେଇଥାନ୍ତେ। ତାପରେ ବୁମରା ସେଇଠି ଭଲ ପକେଇଲେ, 4 ରନ୍ ଦେଇକି 1 ଓଭରରେ ଭଲ ପକେଇଲେ। ତାପରେ ପାଣ୍ଡ୍ୟା ଟର୍ଣ୍ଣିଂ ପଏଣ୍ଟରେ କ୍ଲାସେନ ୱିକେଟ ନେଇଗଲେ, ସେଥିପାଇଁ ଜିତିବା ପସିବଲ ହେଇଥିଲା ଇଣ୍ଡିଆରେ। ମ୍ୟାଚ୍ ର ବହୁତ ନିଶ୍ଚିତ ଟର୍ଣ୍ଣିଂ ରୂପରେ ପଏଣ୍ଟ ହଉଛି ସେଇ ୱିକେଟ। ସେଇ ୱିକେଟ, ନିଶ୍ଚିତ ରୂପରେ ସେଇ କ୍ୟାଚ୍ ଏବଂ ସୁନ୍ଦର କ୍ୟାଚ୍ ମଧ୍ୟ ଧରିଥିଲେ ସୂର୍ଯ୍ୟ କୁମାର ୟାଦବ, ଏବଂ ତାପରେ ଅକ୍ଷଦୀପ ସିଂ ଏବଂ ସୁନ୍ଦର ବୋଲିଂ ର ନମୁନା ଦେଖେଇଲେ ଏବଂ ଇଣ୍ଡିଆକୁ ବିଜୟୀ ଦ୍ୱାରକୁ ପହଞ୍ଚେଇଲେ। T20 ୱାର୍ଲଡ କପ୍ ମଧ୍ୟ ସେ ଆମ ଇଣ୍ଡିଆକୁ ଦେଲେ ଏବଂ ସୁନ୍ଦର ଭ୍ୟୁ ମଧ୍ୟ ରହିଥିଲା, ଆମ ଦେଶବାସୀ ଉପରେ ଗର୍ବର ଗୋଟେ ଦୃଶ୍ୟ ରହିଥିଲା। ଏବଂ ଓଡିଶା ଟେନିସ କ୍ରିକେଟରେ ଯଦି ଆମେ ପୁଣି ଥରେ ଫେରିବୁ, ତାହେଲେ ଓଡିଶା ଟେନିସ କ୍ରିକେଟରେ ଲିଟୁ ଭାଇର ଜଣେ କେହି ନା କେହି ଗୋଟେ ଡାଇ ହାର୍ଟ ଫ୍ୟାନ୍ ଥିବେ, ତାହେଲେ ତା ନାଁଟା ଆମେ ଟିକେ ଲିଟୁ ଭାଇ କତିରୁ ଟିକେ ଜାଣିବା। ସାନୁ ନା କାହ୍ନା କାହ୍ନା ଯେ ନିଶ୍ଚିତ ରୂପରେ ଗୋଟେ ଏମିତି ସଦସ୍ୟ ଅଛନ୍ତି, ସେ ହଉଛନ୍ତି କାହ୍ନା। ତାହେଲେ ଲିଟୁ ଭାଇ ତାଙ୍କ ନାଁ ନବା ପାଇଁ ଟିକେ ସମୟ ନେଲେ, କିନ୍ତୁ ସୁନ୍ଦର ସେ ଆନ୍ସର ଟା ଦେଲେ। ତାହେଲେ ଡାଇ ହାର୍ଟ ଫ୍ୟାନ୍ ଅଫ ଲିଟୁ ସାହୁ ସେ ହଉଛନ୍ତି କାହ୍ନା। ତାହେଲେ କାହ୍ନା ଭାଇ କାହିଁକି ଭଲ ପାଆନ୍ତି ଲିଟୁନ ସାହୁକୁ ଏତେ? ତାର ସେତିକି ରିଜନ କିଛି କ୍ଲୋଜନେସ୍ ହେଇଯାଇଛି ତାର। ତାର ମୋର ବି 2-3ଟା ପ୍ରିମିୟର ଲିଗରେ ଗୋଟିଏ ପଟେ ରହିଛୁ, ୱିନିଂ ବି ଉତ୍ତରାରେ ଗୋଟେ ପ୍ରିମିୟର ଲିଗ ହେଇଥିଲା, ସେ ତାଙ୍କରି ପଟେ ତାରି ଟିମ ରେ ମୁଁ ଖେଳିଥିଲି। ତାର ମୋର ସେ ଟିମ ବି ଚମ୍ପିୟନ ହେଇଥିଲା। ସେଇ ଦିନଠୁ ସେ ଟିକେ ଅଧିକ ପସନ୍ଦ କରେ।
ताले लिटुन साहू को एबे आमे गोटे क्वेश्चन पचारिबा को चाहबो ते जदी लिटुन साहू को ड्रीम 11 बनेबा को गोटे चांस मिलिबो ओडिसा टेनिस क्रिकेट रे ताले प्लेइंग 11 काहा को निज टीम रे रखिया को चाहिबे ऑल ओडिसा फॉर्मेट प्लेयर माना को लॉन्ग बाउंड कहि चलन तो लॉन्ग बाउंड्री ना शॉर्ट बाउंड्री? लॉन्ग बाउंड्री रे लॉन्ग बाउंड्री रे कालिया भाई, चिन्नू भाई दुई, तापरे किरण भाई, कहि चलन तीन इमरान भाई, 4 ଆଉ ତାପରେ ରହିଲେ साउंड टिके क्लियर आसिलनी आउ थरे टिके रिपीट करिवे इमरान भाई परे मदन भाई, प्लेइंग ତାପରେ 11 चूज करबा को टिके क्विक करन तो टिके क्विक जल्दी जल्दी टिके भाबन तो बाउ मॉन्ट भाई, देवाशीष पाटसानी सोना भाई, निश्चित रूप रे ଆଉ कहि चलन बाया भाई, कहि चलन तो 8 है ଆଉ ଲାଲଟୁ ଭାଇ, 9 ଆଉ निजे मध्य ଆଉ अछंती निजे मध्य अछंती आउ जण को नहीं परिबे ଆଉ ଜଣଙ୍କୁ ହେଲେ ଦିଲକା ରାଜା। दिल का राजा ताले लिटुन साहू निश्चित रूप रे बॉलर ऊपर ही फोकस करिले बैट्समैन ऊपर भी फोकस कले ऑलराउंडर ऊपर भी फोकस करिले एवं सुंदर प्लेइंग 11 बनैले जहां मध्य रे विश्वरंजन साहू को नेले मनोज कुमार राउत को नेले दिल का राजा को नेले ताले जहां मध्य रे परेश सामल को मध्य शामिल करले बॉलर चारि ऑप्शन मध्य रे रखिले एवं इमरान खान किरण खान एवं लुलु स्वाई मध्य तादेरे शामिल रहिबे एवं आउ के अछंती जदी चांस मिली जदी एक्स्ट्रा प्लेयर ऊपर जदी प्लेइंग 15 बनेया को चेष्टा करिवे ताले ता मध्य रे आउ शामिल काहू करिवा को चेष्टा करिवे ଅଜର ଭାଇ କି କରିବି, अजहर करीम असलम ଭାଇ, असलम खान ଆଉ ଛୋଟୁ ଆକାଶ କୁ ବି କରିବି, छोटू आकाश आउ जणे ଆଉ देखिए ଜଗତ ରାମ ଭାଇ। जगत रात भाई तो यहाँ पे कोई जिक्र हुआ नहीं कि उत्कल केसरी राउत को आपने छोड़ दिया वजह क्या था आपके मुताबिक ये बस एक फॉर्मेलिटी के क्वेश्चन था क्या उत्कल केसरी राउत का फॉर्म वो रहा नहीं क्या आपके सोच के विचार से ମୋର ନାହିଁ, ସେ ବହୁତ ବଡ ବ୍ୟାଟ୍ସମ୍ୟାନ ଜଣେ, ମୁଁ ତାଙ୍କ ଖେଳ ବି ଦେଖିଛି। ଆଉ ସେ ଏବେ ଟିକେ ଟଚ୍ ରେ ନାହାନ୍ତି, ଆଉ ଖେଳୁନାହାନ୍ତି ବେଶୀ, ତ ସେଥିପାଇଁ ଟିକେ तो बिल्कुल ड्रीम 11 हमारे साथ में आपने बयां किया और ड्रीम 15 भी आपने बयां किया और हम आशा करेंगे कि कभी ना कभी ये सारे के सारे खिलाड़ी एक टीम के साथ खेलेंगे तो आने वाला साल 2024 और 2025 क्या लिटुन साहू किस टीम के साथ खेलना चाहेंगे इस सीजन ସେମିତି ନାହିଁ। ମୁଁ ତ ବେଶୀ କରି ଜାଣିଛି ଯେ ୟୁନିଟ୍ 9 ପଟୁ ହିଁ ସବୁ ମ୍ୟାଚ୍ ଖେଳିବାର ଅଛି। ଦେଖାଯାଉ ଯୋଉ ଟିମ୍ ପଟୁ ଅପରଚୁନିଟି ମିଳିବ ସେଇ ଟିମ୍ ପଟୁ ଖେଳିବା ପାଇଁ କିଛି ଅସୁବିଧା ନାହିଁ। ड्रीम ऑल ओडिशा टूर्नामेंट କାହାକୁ ରଖିବାକୁ ଚାହିଁବେ ତାହେଲେ ନିଜର ମତାମତ ଦବା ପାଇଁ ଟିକେ ମୁଁ ଅନୁରୋଧ ରଖିବି ସବୁଠୁ ବେଷ୍ଟ ଟୁର୍ଣ୍ଣାମେଣ୍ଟ ଉପରେ ଯଦି ଲିଟୁନ ସାହୁ ଖେଳିବାକୁ ଚାହୁଁଛନ୍ତି ଏଇ ସିଜନ ଆସିବା ସିଜନ ଆସିବା ସିଜନରେ ବହୁତ ସାରା ମ୍ୟାଚ୍ ଅଛି। ମୁଁ ତ ବେଶୀ ବଡ ବଡ ଟୁର୍ଣ୍ଣାମେଣ୍ଟ ମୁଁ ଏଇ ବର୍ଷ ଖେଳିବି ବୋଲି ଭାବିଥିଲି, କିନ୍ତୁ ମୋ ହାତ ଖରାପ ସକାଶେ ମୁଁ ଖେଳିପାରିଲିନି। କିନ୍ତୁ ମୁଁ ଆର ବର୍ଷ ଏଇ ନେକ୍ସଟ ସିଜନରେ ମୁଁ ଯେମିତି ହେଲେ ସବୁ ବଡ ମ୍ୟାଚ୍ ଖେଳିବି। ଆଉ ବେଶୀ କରି ମାହାଙ୍ଗା ପ୍ରିମିୟର ଲିଗ୍ ମୁଁ ଆର ବର୍ଷ ଖେଳି ନଥିଲି, ଗଲା ବର୍ଷ ମାହାଙ୍ଗା ପ୍ରିମିୟର ଲିଗ୍ ବି ଖେଳିବି। ଆଉ ତା ପାଖାପାଖି ଟୁର୍ଣ୍ଣାମେଣ୍ଟ ଯେତେ ସବୁ ଭଲ ଟୁର୍ଣ୍ଣାମେଣ୍ଟ ସବୁ ତାହେଲେ ଲିଟୁ ଭାଇ କତରୁ ଆମେ ଜାଣିବା ଏବେ ସବୁଠୁ ବେଷ୍ଟ ଟିମ୍ କି ଆପଣଙ୍କ ମାନେ ନିଜ ଚଏସ୍ ହିସାବରେ ଓଡିଶା ଟେନିସ କ୍ରିକେଟ ରେ ଲଙ୍ଗ ବାଉଣ୍ଡ୍ରିରେ ଟପ୍ 10 ଲିଷ୍ଟ ର ନାଁ ନେଇ ପାରିବେ ଟିମ୍ ର ତ ସୁନ୍ଦର ଟିମ୍
ଆପଣଙ୍କୁ ଲାଗନ୍ତି ନିଜ ମଧ୍ୟ ଟିମ୍ ମଧ୍ୟରେ ପ୍ଲେଇଂ 11 ଭଲ ଥାନ୍ତି, ସ୍କ୍ୱାଡ୍ ଭଲ ଥାନ୍ତି, ପ୍ଲେୟାର ମଧ୍ୟ ଭଲ ପରଫର୍ମାନ୍ସ ଦେଖାନ୍ତି, ସେ 10ଟା ଟିମ୍ ର ଆମେ ନାଁ ଟିକେ ଜାଣିବୁ ଲିଟୁ ଭାଇ କତିରୁ। ଯାହା ଯେତିକି ମନେ ପଡିବ କହିବି। ମୋର ସବୁଠାରୁ ଚଏସ୍ ଟିମ୍ ହଉଛି ସାନ୍ 11 ସପ୍ତମିଶ। ଆଜ୍ଞା ଆଉ ତାପରେ ୟୁନିଟ୍ 9 ଭୁବନେଶ୍ୱର। ଇମେଜ୍ 11 ବି ବହୁତ ଭଲ ଲାଗେ, ତାଙ୍କର ସମସ୍ତେ ଆଗ୍ରେସିଭ ପ୍ଲେୟର, ସମସ୍ତେ ଜୋସ୍ ଖେଳନ୍ତି। ନିଶ୍ଚିତ ରୂପରେ ଆଉ IRC ଭୁବନେଶ୍ୱର, ସେ ବି ବହୁତ ଭଲ ଟିମ୍, ବହୁତ ଷ୍ଟ୍ରଙ୍ଗ ଟିମ୍। ନିଶ୍ଚିତ ରୂପରେ ଆଉ ପପୱାନ ଟିମ୍ ବି ସେମିତି, ପପୱାନ ଟିମ୍ ଯେତେବେଳେ ଥିଲେ ସେ ରାଜା ଭାଇ କୀର୍ତ୍ତନ ପାସ୍ ଏଇଭଳି ହେଇଗଲେ। ଟିମ୍। ଆଉ ଆଉ ପାଞ୍ଚଟା ଆଉ ପାଞ୍ଚଟା ବହୁତ ହୁଏ, ସେମିତି କିଛି ସପ୍ତମିଶ ବଡ ଟିମ୍ ନାହିଁ। ତାହେଲେ ମୋ DCC ଫେଭରେଟ ଟିମ୍ ସନ୍ତପୁର ସବୁଠୁ ମଧ୍ୟ ଥିଲା। ଅଛି। ଆଜ୍ଞା DCC ସନ୍ତପୁର ମଧ୍ୟ ଅଛି। ଏ ସିଜନ ଟିକେ ବ୍ୟାଡ ଲକ୍ ରହିଲା ତାଙ୍କର, କିନ୍ତୁ ତା ଦେହରେ ବହୁତ ସାରା ପ୍ଲେୟାର ମାନେ ମଧ୍ୟ ଖେଳିଛନ୍ତି ଏବଂ ବହୁତ ସୁନ୍ଦର ଟିମ୍ ମଧ୍ୟ ସେ, ଏବଂ ଆହୁରି ବହୁତ ବଢିଆ ବଢିଆ ଟିମ୍ ମଧ୍ୟ ଏଇ ସିଜନରେ ତାଙ୍କର ପରଫରମେନ୍ସ ଭଲ ଦେଖେଇଛନ୍ତି, ଯେହେତୁ CSC ପଟ୍ଟାମୁଣ୍ଡାଇ ମଧ୍ୟ ତା ଦେହରେ ସାମିଲ ଅଛି ଏବଂ ବାବା 11 କେନ୍ଦ୍ରାପଡା ମଧ୍ୟ ତା ଦେହରେ ସାମିଲ ଅଛି, ଏବଂ ତା ସହିତ ଏଇ ହିଟମାଇନ୍ ବର୍ଷ ଭଦ୍ରକ, ସବୁଠୁ ଭଲ ଟିମ୍ ଖେଳିଛି କ୍ରେଜି 11। କ୍ରେଜି 11 ଭୁବନେଶ୍ୱର ମଧ୍ୟ ଅଛି ତା ଦେହରେ ସାମିଲ। ନିଶ୍ଚିତ ରୂପରେ ଗୋଟେ ଭଲ କୋଶ୍ଚିନ୍ ଆନ୍ସର ଟା ଦେଲେ, କାହିଁକି ନା ଏଇ ସିଜନ ଆମ ସହିତ ଯୋଡିବାକୁ ବହୁତ ଜଲ୍ଦି ଯୋଡିବେ ସେ କାର୍ଟୁନ ୱାର୍ଲଡ ର ଗୋଟେ ବାଦଶାହ କହିପାରିବେ ଆପଣ ମାନେ, ସେ ଉତ୍କଳ ଭାଇ, ଉତ୍କଳ ଗୌରବ ଭାଇ ଆମ ସହିତ ଜଏନ କରିବେ, ଆଉ ଅଳ୍ପ ଦିନ ଅପେକ୍ଷା ଆପଣଙ୍କ ସହିତ, ଏବଂ ନିଶ୍ଚିତ ରୂପରେ ସେ ଇନଷ୍ଟାଗ୍ରାମ ଲାଇଭ ଶୋ ରେ ବି ଆସିବେ, ଏବଂ କ୍ରେଜି 11 ର ଅନର ମଧ୍ୟ ତାଙ୍କୁ କୁହନ୍ତି। ତାହେଲେ ଲିଟୁ ଭାଇ ଏବେ ଆମେ ଗୋଟେ ପର୍ସନାଲ କ୍ୱେଶ୍ଚିନ୍ ଗୋଟେ ପଚାରିବାକୁ ଚେଷ୍ଟା କରିବୁ, ତାହେଲେ ଲିଟୁ ଭାଇର ଏଜ ଏବେ କେବେ କେତେ ହେଇଛି ଏବଂ ଲିଟୁ ଭାଇର ବାହାଘର କେବେ? ଏଜ୍ 24, ବାହାଘର ହବାରେ ଇରାଦା ନାହିଁ। ନାଇଁ ନାଇଁ, ନିଶ୍ଚିତ ରୂପରେ ବାହାଘର ଗୋଟେ ସମସ୍ତଙ୍କର ଗୋଟେ ଲାଇଫ ପାର୍ଟନର ମଧ୍ୟ ରହନ୍ତି, ଏବଂ ଲିଟୁ ଭାଇର ମଧ୍ୟ ଲାଇଫ ପାର୍ଟନର ରୂପରେ କେହି ନା କେହି ଜଣେ ସଦସ୍ୟ ଥିବେ, ଯେହେତୁ ଲିଟୁ ଭାଇ ଗୋଟେ ତାଙ୍କର ଭଲ ପାଇବା ଦଉଥିବେ ତାଙ୍କୁ। ଏନି ଗାର୍ଲଫ୍ରେଣ୍ଡ? ନା ଭାଇ, ଗାର୍ଲଫ୍ରେଣ୍ଡ ମୋର କେହି ବି ସେମିତି ନାହାନ୍ତି। ଠିକ ଅଛି, ତାହେଲେ ବହୁତ ବହୁତ ଧନ୍ୟବାଦ। ଏବେ ଆମେ ଆଉ ଗୋଟେ ସୁନ୍ଦର କୋଶ୍ଚିନ୍ ମଧ୍ୟ ରଖିବୁ। ତାହେଲେ ସବୁଠୁ ଅଧିକ ପ୍ରେମୀ, ଯଦି ନିଜ ଗାଁରେ ଆପଣ ମାନେ ଜାଣିଥିବେ ଭଲ, ପ୍ରେମିକା ଅଲଗା ଥାନ୍ତି, ପ୍ରେମୀ ଅଲଗା ଥାନ୍ତି, କ୍ରିକେଟ ପ୍ରେମୀ ଯଦି ଆମେ ଦେଖିବୁ, ତାହେଲେ ଲିଟୁ ଭାଇର ସବୁଠୁ ବେଷ୍ଟ ସପୋର୍ଟର କ୍ରିକେଟ ପ୍ରେମୀ ସେ କିଏ ଅଛନ୍ତି? ସେ ତ ବୋଧେ ତମେ ଜାଣିଥିବ ମୋର ସବୁଠୁ ବେଷ୍ଟ ସପୋର୍ଟର କିଏ, ଯାହା ପାଇଁ ମୁଁ କ୍ରିକେଟ ଖେଳୁଛି ଆଉ ଯାହା ପାଇଁ ମୁଁ ସବୁଆଡେ ଯାଇପାରୁଛି ଖେଳିବା ପାଇଁ ଭଲ ଭଲ ଟୁର୍ଣ୍ଣାମେଣ୍ଟ, ହେଉଛି ମୋ ଲକି ଚାମ୍ପ, ତମେ ଜାଣିଥିବ। ମୋ ଭାଇ ମୁଁ ନିଶ୍ଚିତ ସାନ ରୂପରେ ଭାଇ ନିଜ ରାହୁଲ ନିଜ ମୁହଁରୁ କହିପାରିବେ ତାଙ୍କ ନାଁଟା? ରାହୁଲ ଅର୍ପିତ। ଅର୍ପିତ ବିଷୟରେ ବୋଧହୁଏ ତାକୁ କିଛି ଦି ପଦ ମୋ ରଖିବାକୁ ସହ ଚେଷ୍ଟା କରିବେ ମିଥୁନ ସାହୁ, ନିଶ୍ଚିତ ରୂପରେ ଆମେ ଶୁଣିବାକୁ ଚାହିଁବୁ। ତା ବିଷୟରେ ତ ବୋଧେ କହିଲେ ଟାଇମ ବି କମ ପଡିବ ମତେ। ହଁ, ଆଉ କହିପାରିବେ, କିଛି ନାହିଁ, ସିଏ ସମୟ ମତେ ବହୁତ ଅଛି, କହିପାରିବେ। ସିଏ ମତେ ଆରମ୍ଭରୁ ସେ କ୍ରିକେଟ କୁ ପସନ୍ଦ କରୁନଥିଲା, ଯେବେଠୁ ମୋ ସହ ମିଶିଲା ତାପରେ କ୍ରିକେଟ କଣ ଜାଣିଲା, ତାପରେ କ୍ରିକେଟ ସିଏ ଏପର୍ଯ୍ୟନ୍ତ ବି ଖେଳ ଶିଖିନି, କିନ୍ତୁ ମୁଁ ଯୋଉଠିକି ଯିବି ସେ ଖେଳ ରାତି ଅନିଦ୍ରା ହେଇକି ଦେଖୁଥିବ, ସକାଳ ଯାଏଁ ସେମିତି ଖେଳ ଦେଖୁଥିବ, ଆଉ ମତେ ସେ ବହୁତ ସପୋର୍ଟ କରେ। ଆଉ ସେ ତ ବୋଧେ ସେ ନଥିଲେ ମୁଁ କିଛି ବି ମାନେ କରିବି ପାରିବିନି, କି ତା- ସିଏ ଯାହାଟା କୁହେ ମୋ ପାଇଁ ସେଇଟା ଗୋଟେ ମାନେ ସଫଳତାର ବାଟ ଭଳିଆ ସେ କଥା ହୁଏ। ଆଉ ଆଉ ତା ବିଷୟରେ ଆଉ କଣ କହିବି, ସେ ତ ତାହେଲେ ମୋର ଆଉ ଲକି ଚାମ୍ପ। ସେ ନିଶ୍ଚିତ ରୂପରେ ଆହୁରି ଯେତେ ଶବ୍ଦ ଆମେ କହିବୁ ତାହେଲେ ସେତେ କମ ପଡିବ ତାଙ୍କ ପାଇଁ, କାହିଁକିନା ଗୋଟେ ଯଦି ପ୍ଲେୟାରକୁ ଏତେ ସପୋର୍ଟ କରନ୍ତି, ତାହେଲେ ତାଙ୍କ ରାତି ରାତି ଦିନ
ସବୁ ଜିନିଷ ସମୟ ତାଙ୍କ ସହିତ ଦିଅନ୍ତି, ତାଙ୍କୁ ଭଲ ପାଆନ୍ତି, ତାଙ୍କ କ୍ରିକେଟ ପ୍ରତି ଏତେ ଭଲ ପାଇବା ଆସିଲା କୋଉଠୁ ସେ ଲିଟୁ ଭାଇକୁ ଦେଖି ନିଶ୍ଚିତ ରୂପରେ ଇନ୍ସପାୟାର ହେଇଛନ୍ତି। ଏବଂ ଅର୍ପିତ ବାବୁକୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ। ଏମିତି ସପୋର୍ଟ କରନ୍ତୁ, ଗୋଟେ ପ୍ଲେୟାରକୁ ଯଦି ସପୋର୍ଟ କରନ୍ତି ନିଜ ଭାଇ ହିସାବରେ, ତାହେଲେ ତାଙ୍କର ଆହୁରି ଅଲଗା ପ୍ରକାର ଗୋଟେ ଇଣ୍ଟେନ୍ ଆସେ ନିଜ ମାଇଣ୍ଡ ଭିତରେ, ଏବଂ ଗୋଟେ ଖୁସିର ଅଲଗା ପ୍ରକାର ଝଲକ ଥାଏ ନିଜ ହୃଦୟ ଭିତରେ। ଏବଂ ଏମିତି ସପୋର୍ଟ କରନ୍ତି ସଦାବେଳେ ପାଇଁ। ଏବଂ ଆଉ ଗୋଟେ କ୍ୱେଶ୍ଚିନ୍ ଗୋଟେ ରହିବ, ଯଦି ଆମେ ଏଇ ସିଜନ ସୌରଭ ସେନାପତି ଉପରେ ଯଦି ଗୁରୁତ୍ୱପୂର୍ଣ୍ଣ ଦବୁ, ତାହେଲେ ସୌରଭ ସେନାପତିର କିଛି ନା କିଛି ମୁହୂର୍ତ୍ତ ତମ ସହିତ ଥବ, ସେ ମୁହୂର୍ତ୍ତକୁ ସେୟାର କରିବେ। ଯେହେତୁ ଲିଟୁନ ସାହୁ ଏବଂ ସୌରଭ ସେନାପତି ଗୋଟେ ଟିମ୍ ସହିତ ଖେଳୁଥିଲେ, ଏବଂ ସେତେବେଳେ ଲିଟୁନ ସାହୁର ଓଭର କିଛି ବ୍ୟାଡ ଓଭର ହେଇଥିଲା, ଏବଂ ତାପରେ ଆସିକି ସପୋର୍ଟ କରିଥିଲେ ସୌରଭ ସେନାପତି ଦୀପୁନି। ସେ ତ ଏ ସିଜନରେ ବୋଲିଂ ଟା ହାତ ପୁରା ଛାଡି ଦେଇଛି, ବ୍ୟାଟିଂ ରେ ସେ ଆମ ଟିମ୍ କୁ ବହୁତ ସପୋର୍ଟ କରିଛି। ଯେମିତି ଏଇ ବର୍ଷ ଖେଳୁଥିଲୁ ଆପଣ ଯୋଉଠି ଲାଇଭ କରୁଥିଲେ ହଜାରିରେ କେନ୍ଦ୍ରାପଡାରେ ଆଇକାର୍ଡ ମ୍ୟାଚ୍, ଆଉ ସେଇଠି ଖେଳୁଥିଲୁ। ସେ ଆମେ ଫାର୍ଷ୍ଟ ଓଭରରେ ମୋ ୱିକେଟ ପଳେଇଲା, ଇପୁନୁ ସେଇଠି ସ୍କୋର କରିଥିଲା 30-35 ରନ୍ ମାରିଥିଲା, ରନ୍ 50ରେ ପହଞ୍ଚିଥିଲା। ସେ ଫାର୍ଷ୍ଟ ମ୍ୟାଚ୍ ଆମେ ବିଡ୍ ତଳଠୁ ଜିତିଥିଲୁ ଦୀପନି ପାଇଁ। निश्चित रूप से। ताले लिट्टू भाई का कुछ स्ट्रीट फूड, कुछ उनका पसंदीदा फूड होगा, वो उसके नाम के साथ में हमारे साथ में शेयर करेंगे। आपको खाना क्या ज्यादा पसंद है, नॉनवेज हो या ଖାଇବା फिर ହିଁ ପସନ୍ଦ। वेज? ଖାଇବାରେ କିଛି ନାହିଁ, सेमती ମୋର ଖାଇବା ହିଁ ପସନ୍ଦ। तो लिटुन साहू का हमेशा चेहरे में मुस्कुराहट रहता है, इसका वजह है वाकई में एक दिल की खुशी और बहुत अच्छे इंसान। हम बहुत बहुत धन्यवाद देना चाहेंगे लिटुन साहू को, हमारे साथ एपिसोड नंबर 2 पर आप जुड़े और बहुत सारा मेमोरी को ताजा किया। तो 2 शब्द आप ऐसा बोलना चाहेंगे नना के लिए, जो आपके टीम के ओनर यानी यूनिट 9 भुवनेश्वर के ओनर हैं, तो उनके बारे में 2 शब्द ऐसा बताएं जैसे कि उनके दिल को छू जाए, सभी को दिल को छू जाए। तो सर कौन कहूँ, ସେ ମତେ ବହୁତ ଚାହାନ୍ତି। ଯେମିତି ଯୋଉ ଦିନ ମ୍ୟାଚ୍ ଥିବ ମତେ ତା ପୂର୍ବରୁ କଲ୍ କରିକି କୁହନ୍ତି ଯେ ଆଜି ଏଇଠି ମ୍ୟାଚ୍ ଅଛି, ଏଇଠି ଖେଳିବା ଆଉ ଭଲ ଖେଳିବା। ଆଉ ସେ ବହୁତ ସପୋର୍ଟ ବି ମତେ କରନ୍ତି, କେବେ ବି ମତେ କିଛି ରାଗିକି କି କଣ ଖରାପ ଖେଳିଲି କି କଣ କିଛି ବି ମତେ ମାନେ ନେଗେଟିଭ କୁହନ୍ତି ନାହିଁ। ସବୁବେଳେ ପଜିଟିଭ ଥିଙ୍କରେ ମତେ କଥାବାର୍ତ୍ତା କରନ୍ତି। ଆଉ ସେ ନନା ବହୁତ ଭଲ ଓନର, ଯେତିକି ବି ତାଙ୍କ ସହ ଖେଳିଛି ମିଶିଛି ବହୁତ ଭଲ owner। निश्चित रूप से। ताले केबे गोटे एमिति सिचुएशन आस्तबा लिटुन साहू को गोटे बैड फीलिंग जेते बडे मन भीतर आस्तबा नहीं, आमे गोटे मैच हरई देछि मु, बा मो जोगो मैच हारिले, बा जदी मु खराब परफॉर्मेंस करिली सेहि में मैच हारिले, एमिति गोटे मोमेंट कोटे आछि कदी यूनिट 9 पटरू? ଏବେ ରିସେଣ୍ଟରେ ଗୋଟେ ପିପିଲି ଟୁର୍ଣ୍ଣାମେଣ୍ଟ ଅଲ ଓଡିଶା ଟୁର୍ଣ୍ଣାମେଣ୍ଟ ହୋଇଥିଲା, ସେଇଠି ବ୍ୟାଟିଂ ବି ଆମର ଖରାପ ହୋଇଥିଲା। ଆମେ 4 ଓଭରରେ 30 ମାରିଥିଲୁ ବୋଧେ। ହଁ। ସେଇଥିରେ ତଥାପି ଆମର ଲାଷ୍ଟ ବଲ୍ ଯାଏ ଖେଳ, ଲାଷ୍ଟ ଓଭରର ଲାଷ୍ଟ 3 ନମ୍ବର ବଲ୍ ଯାଏ ଖେଳ ପଳେଇଥିଲା, କିନ୍ତୁ ମୋରି ଫାଷ୍ଟ ଓଭରରେ 16 ରନ୍ ହୋଇଯାଇଥିଲା। ଯଦି ସେଇଠି ମୋ ଓଭରରେ ଭଲ ପଡିଥାନ୍ତା, 7-8 ରନ୍ ଆଉ କମି ଯାଇଥାନ୍ତା, ବହୁତ ସେ ମ୍ୟାଚକୁ ଆମେ ଜିତି ବି ପାରିଥାନ୍ତୁ। ସେମିଫାଇନାଲ ମ୍ୟାଚ୍ ଥିଲା ଏମସିଡି ପିପିଲି ସହ, ଆମ ୟୁନିଟ୍ 9 ଟିମ୍ ଖେଳୁଥିଲା। ମତେ ସେଇଠି ବହୁତ ଖରାପ ଲାଗିଥିଲା। ମୁଁ ଚାହିଁବି କେମିତି ନେକ୍ସଟ ସିଜନରେ ମୋ ବୋଲିଂ ସୁଧାରିବ। ताले आमे आशा रखीछु निश्चित रूप से भल बहुत जल्दी आउ थरे फेरी आसीबे लिटुन साहू, भल परफॉर्मेंस नहीं कि निजर एवं निज बॉलिंग को आउरी सुधार करिवे, एवं बैटिंग मध्ये आउ थरे भल परिणत करिवे, एवं ऑल ओडिशा फॉर्मेट रे आउ थरे पुनी थरे फेरीबे सॉफ्ट टेनिस रे। एवं लिटुन साहू बहुत बहुत धन्यवाद आज आम सहित योगदान करते एसपी आसीपाली इंस्टाग्राम लाइव शो रे। ताले जीवा पूर्व किछि आउ मन भीतर जदि किछि थबो ताले कहि परिबे हम क्रिकेट प्रेमी को, एवं क्रिकेट रे जते एबे छोटा छोटा पिला माने अछंती तांका पई किछि दीपद कहि परिबे, निज कैरियर रो जते एक्सपीरियंस अछि से शेयर करि पारि हम सहित टिके। ଛୋଟ ପିଲା ତ ୟଙ୍ଗଷ୍ଟର ମାନେ ଏବେ ବହୁତ ଭଲ କ୍ରିକେଟ ଖେଳୁଛନ୍ତି, ଆଗ୍ରେସିଭ ରେ ଖେଳୁଛନ୍ତି। ମୋ ଜାଣିବାରେ ସବୁବେଳେ ଆଗ୍ରେସିଭ ରେ ଖେଳିବା ଦରକାର, କାହିଁକି ନା ଡରିକି ଖେଳିଲେ କିଛି ବି ଲାଭ ନାହିଁ। ଯେତେ ଜଣ ଭଲ ପ୍ଲେୟର ଏବେ ଓଡିଶା ଟେନିସରେ ନାଁ କମେଇଛନ୍ତି ସମସ୍ତେ ଆଗ୍ରେସିଭ ଖେଳୁଛନ୍ତି।
ତ ସବୁବେଳେ ଆଗ୍ରେସିଭ ଖେଳିବାଟା ନିହାତି ଦରକାର। ତାହେଲେ ନିଶ୍ଚିତ ରୂପରେ ଏଇ ସିଜନ ପୁଣି ଥରେ କଣ ବାଳାକାଟି ପ୍ରିମିୟର ଲିଗ ରେ ଯୋଉ ହିସାବରେ ଆମେ ଦେଖିଥିଲୁ ଆର ବର୍ଷ 8ଟାରୁ 10ଟା ଟିମ୍ ଭାଗ ନେଇଥିଲେ, ତାହେଲେ ଏଇ ସିଜନ ପୁଣି ଥରେ କଣ ବାଳାକାଟି ପ୍ରିମିୟର ଲିଗ ହବ ଏବଂ ରତିଜମା ପ୍ରିମିୟର ଲିଗ ହବ, କିଛି ପ୍ଲାନିଂ? ଯେମିତି ହେଲେ ହବ। ଆଉ ପ୍ରିମିୟର ଲିଗ ଆମ ପ୍ରତି ବର୍ଷ ବି ହୁଏ ଆମ ବାଳକାଟିରେ, ଯେମିତି ହେଲେ ପ୍ରିମିୟର ଲିଗ। थैंक यू वेरी मच। गला पूर्व मु आ गोटे क्वेश्चन पचारि, किरण खान विषय कौन कहबे? କିରଣ ଖାନ କିରଣ ଭାଇ ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ। ତାଙ୍କର ସବୁଠାରୁ ସ୍ପେଶାଲ ସଟ୍ ହଉଛି ତାଙ୍କ ବ୍ଲାଇଣ୍ଡ ସଟ୍। ଆଉ ସେ ସଟ୍ ମାନେ ବହୁତ ପସନ୍ଦ କରେ ମୁଁ, ଆଉ ତାଙ୍କର ସେଇ ସଟ୍ ବହୁତ ଭଲ ଲାଗେ। କାହିଁକି ନା ସମସ୍ତେ ବ୍ଲାଇଣ୍ଡ ସଟ୍ ମାରନ୍ତି, କିନ୍ତୁ ତାଙ୍କର କିଛିଟା ଅଲଗା ଷ୍ଟାଇଲରେ ସିଏ ବ୍ଲାଇଣ୍ଡ କରନ୍ତି, ବହୁତ ଭଲ ଲାଗେ। ଯେତେବେଳେ କିରଣ ଖାନ ସହିତ ଖେଳନ୍ତି ତାହେଲେ କିରଣ ଖାନ ଯେତେବେଳେ ବ୍ୟାଟିଂ ଯାଆନ୍ତି ତାହେଲେ କଣ ମାଇଣ୍ଡ ସେଟ ଥାଏ ତାଙ୍କର, କିଛି କହିକି ଯାଆନ୍ତି କିଛି ମ୍ୟାଚ୍ ପୂର୍ବରୁ? କିରଣ ଭାଇ ବହୁତ ମାନେ ଆମେ ତାଙ୍କ ଆଶା ଯେତିକି କରିଥାଉ ସେ ବହୁତ ଅଧିକ ମାନେ ତାର ଫଳ ଦିଅନ୍ତି। ଯୋଉଠି ଟିମ୍ ମାନେ ମୁସ୍କିଲରେ ଥାଏ ସିଏ ସେଠି ମାନେ ଏତେ ରନ୍ ମାରିଥିବେ ଯେ ଯେମିତି ଟିମ୍ ଜିତି ପାରୁଥିବ ସେଇଭଳି ବ୍ୟାଟିଂ ସେ କରନ୍ତି। ଫିଲ୍ଡିଂ ବି A1 କ୍ଲାସ ଫିଲ୍ଡିଂ ବି କରନ୍ତି ସେ। ଠିକ ଅଛି, ତାହେଲେ ଏବେ ଆମେ ଆସିବୁ ତାହେଲେ ସର୍ଟ ବାଉଣ୍ଡରୀ ଉପରେ ଲାଷ୍ଟ ଏବଂ ଶେଷ କ୍ୱେଶ୍ଚିନ୍ ରହିବ। ଏତେ ସର୍ଟ ବାଉଣ୍ଡରୀରେ ଏଇ ସିଜନ ବହୁତ ସାରା ମ୍ୟାଚ୍ ହେଇଛି, କୋଉଠି ସବୁଠୁ ବଢିଆ ପରଫରମେନ୍ସ ଦେଖେଇଛି ଲିଟୁନ ସାହୁ? ସିଜନ ତ ମୁଁ ବେଶୀ ସର୍ଟ ବାଉଣ୍ଡରୀ ଖେଳିନି, ବୋଧେ ପୁରୀରେ ଭଲ ଥିଲା ମୋ ପରଫରମନ୍ସ ଯେତିକି ଖେଳିଛି। ବେଷ୍ଟ ବୋଲର ବି ସେଇଠି। ତ ନିଶ୍ଚିତ ରୂପରେ ବହୁତ ବହୁତ ଧନ୍ୟବାଦ ଲିଟୁନ ସାହୁ। ଏବେ ସମୟ ହେଇଯାଇଛି ବିଦାୟ ନବା ପାଇଁ, କାହିଁକି ନା ବହୁତ ସମୟ ହେଇଲାଣି ଏବଂ ଆପଣ ମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ସମସ୍ତେ ଯୋଉମାନେ ଆମ ସହିତ ଇନଷ୍ଟାଗ୍ରାମ ଲାଇଭ ଶୋ ରେ ଯୋଡିଥିଲେ ଏବଂ ଏଇ ମ୍ୟାଚ୍ ବିଷୟରେ ସବୁ ଜାଣୁଥିଲେ, ତାଙ୍କ କ୍ୟାରିୟର ମଧ୍ୟରେ ଜାଣୁଥିଲେ। ଏବଂ ନିଶ୍ଚିତ ରୂପରେ ଲିଟୁନ ସାହୁ ଯାହା ସବୁ କହିଛନ୍ତି ଆପଣ ମାନଙ୍କୁ ବହୁତ ଭଲ ଲାଗିବ ଏବଂ ଆପଣ ମାନେ ନିଶ୍ଚିତ ରୂପରେ ଏଇ ଜିନିଷକୁ ମନେ ରଖିବେ। ଯଦି କ୍ରିକେଟ ଉପରେ ଯଦି ଧ୍ୟାନ ଦିଅନ୍ତି ତାହେଲେ କ୍ରିକେଟ କୁ ଭଲ ପାଆନ୍ତି ତାହେଲେ ଏଇ ଜିନିଷକୁ ସଦାବେଳେ ମାଇଣ୍ଡ ଉପରେ ମେକଅପ୍ କରିବେ ଏବଂ କ୍ରିକେଟ କ୍ୟାରିୟର କେମିତି ବନିବ, କ୍ରିକେଟର ସବୁ ଜିନିଷ ନଲେଜ କେମିତି ବଢିବ। ତ ଓଡିଶା ଟେନିସ କ୍ରିକେଟକୁ ଏବେ ଏଇଭଳି ଭଲ ପାଆନ୍ତୁ ଏବଂ ଏଇ ଆମ ୟୁଟ୍ୟୁବ ଚ୍ୟାନେଲ ସହିତ ସଦାବେଳେ ପାଇଁ ଯୋଡି ରୁହନ୍ତୁ ଏବଂ ଆପଣଙ୍କ ଏଇ ନିଜ ୟୁଟ୍ୟୁବ ଚ୍ୟାନେଲ SK ଆସିପାଲି ଏବଂ ସଦାବେଳେ ସେଥିରେ ସମସ୍ତଙ୍କର ମେମୋରି ରିଫ୍ରେଶ ହବ, ସଦାବେଳେ ପାଇଁ ସେ ମ୍ୟାଚେସ୍ ଆପଣଙ୍କ ସହିତ ରହିବ ଏବଂ ଇନଷ୍ଟାଗ୍ରାମ ଲାଇଭ ଶୋ ସହିତ ଆମ ସହିତ ଆହୁରି ବହୁତ ସାରା ପ୍ଲେୟର, ବହୁତ ସାରା ଅନର, ବହୁତ ସାରା ଅର୍ଗାନାଇଜର ମଧ୍ୟ ଯୋଡିବେ। ତ ଆପଣ ମାନଙ୍କୁ ରିକ୍ୱେଷ୍ଟ ରଖିବି ଆପଣ ମାନେ ଆମ ଇନଷ୍ଟାଗ୍ରାମ ପେଜ କୁ ଫଲୋ କରନ୍ତୁ ଏବଂ ଏଇ ଭିଡିଓକୁ ସେୟାର କରନ୍ତୁ ଏବଂ ଏଇ ଭିଡିଓଟା ବି ନିଶ୍ଚିତ ରୂପରେ SK ଆସିପାଲି ୟୁଟ୍ୟୁବ ଚ୍ୟାନେଲ ମଧ୍ୟରେ ଆପଣ ମାନେ ଦେଖିପାରିବେ। ଏବଂ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଲିଟୁନ ସାହୁକୁ ମଧ୍ୟ ଧନ୍ୟବାଦ। ଆମେ ଆଜି ଆଶା ରଖିବୁ ଯଦି କୌଣସି କ୍ୱେଶ୍ଚିନ୍ ଉପରେ ଯଦି କିଛି ଭୁଲ ହେଇଥିବ ବା କିଛି ଆନ୍ସର ଦେବା ପାଇଁ କିଛି ଭୁଲ ହେଇଥିବ ତାହେଲେ ଆମକୁ କ୍ଷମା ପ୍ରଦାନ କରିବେ ଏବଂ ନମସ୍କାର, ମୁଁ ଏଠୁ ବିଦାୟ ନେଉଛି। ଥ୍ୟାଙ୍କ ୟୁ ଭେରି ମଚ୍।